ନା ସାତ୍ଵିକ ଖାଦ୍ୟ ଖାଇବେ। ରାଜସିକ ତାମସିକ ଖାଦ୍ୟ ଖାଇବେନି। ତିନି ପ୍ରକାର ସବୁ ପ୍ରକାର ଲୋକ, କିଏ ସାତ୍ଵିକ ଲୋକ, କିଏ ରାଜସିକ ଲୋକ, କିଏ ତାମସିକ ଲୋକ। ସତ୍ୱଗୁଣରୁ କ'ଣ ଆସେ ନା ଜ୍ଞାନ ଆସେ। କି ଜ୍ଞାନ ଆସେ? ଭଗବତ ଜ୍ଞାନ ଆସେ। ମଣିଷ ଈଶ୍ୱରାଭିମୁଖୀ ହୁଏ। ରଜଗୁଣରୁ କ'ଣ ଆସେ ନା ସାଂସାରିକ ଚିନ୍ତାଧାରା ଆସେ, ସାଂସାରିକ ଭାବନା ଆସେ, ସାଂସାରିକ କଥା ମନରେ ଜାଗ୍ରତ ହୁଏ। ଟିକେ ଟିକେ ମନରେ ଭକ୍ତି ଭାବ ଟିକେ ଆସେ, ଭକ୍ତି ଟିକେ ଆସେ, ତା ଚାଲିଯାଏ। ଏବଂ ବ୍ୟକ୍ତି ଅନେକ ଗୁଡ଼ିଏ କର୍ମରେ, ସାଂସାରିକ କର୍ମରେ ବାନ୍ଧି ଯିବାକୁ ଭଲ ପାଏ। ମୋର ଏ କାମ ଅଛି, ମୋର ସେ କାମ ଅଛି। ସେ ଏମିତି କର୍ମରେ ଛନ୍ଦାଛନ୍ଦି ହେଇଯାଏ ଯେ ତାକୁ ଆଉ ଈଶ୍ୱର ଚିନ୍ତା କରିବାକୁ, ସନ୍ଧ୍ୟାବେଳେ ସନ୍ଧ୍ୟା ଆଳତି କରିବା, ସକାଳ ହେଲା ଭଗବାନଙ୍କୁ ପ୍ରେୟାର କରିବା, କି ରାତି ହେଲା ବସି ଭଗବାନଙ୍କ ନାମକୁ ଜପ ଧ୍ୟାନ କରିବା, ସେ କରିପାରେ ନାହିଁ। ତା ମନର ଚଞ୍ଚଳତା, ଅସ୍ଥିରତା ବଢ଼ିଯାଏ। ତମ ଗୁଣରୁ ଈଶ୍ୱର ଚିନ୍ତା ଆଦୌ ହୁଏ ନାହିଁ। ନିଦ୍ରା ଆସେ, ଆଳସ୍ୟ ଆସେ, ଖାଇ ଆସେ, ଈଶ୍ୱର ଚିନ୍ତା ସାଂସାରିକ ଚିନ୍ତାରେ ବୁଡ଼ି ରୁହେ। ମନରେ ସମସ୍ତ ନକାରାତ୍ମକ ଚିନ୍ତାଧାରା ଗୁଡ଼ିକ ଆସେ। ତେଣୁ ଆମେ କେମିତି ସାତ୍ଵିକ ଖାଦ୍ୟ ଖାଇବା? ସାତ୍ଵିକ ଖାଦ୍ୟରେ ବହୁତ ଆନନ୍ଦ। ମାଛ ନାହିଁ, ମାଂସ ନାହିଁ, ପିଆଜ ନାହିଁ, ରସୁଣ ନାହିଁ, କିଛି ନାହିଁ। ଯାହା ଡାଲି, ଚାଉଳ, ରୁଟି, ପନିପରିବା, ଶାଗସବ୍ଜି ମିଳୁଛି, ତା ସମସ୍ତ ରୋଷେଇ କରି ଭଗବାନଙ୍କ ନିକଟରେ ସମର୍ପଣ କରି ଯଦି ଆପଣ ପ୍ରସାଦ ପାଇବେ, ମନ ଏତେ ପରିତୃପ୍ତ ହେଇଯିବ ଯେ, ଏତେ ଆନନ୍ଦ ମିଳିବ ଯେ ତା ଭାଷା ନାହିଁ, କହିହେବ ନାହିଁ। ଯେପରି ଅନ୍ନ ସେପରି ମନ। ଯେମିତି ଅନ୍ନ ଖାଇବେ ସେମିତି ମନ ଆପଣଙ୍କର ହବ। ତେଣୁ ଅନ୍ନ ଅନେକ ପ୍ରକାରର। ଆମେ ଯାହା ଗ୍ରହଣ କରୁଛେ ତାକୁ ଅନ୍ନ କୁହାଯାଏ। ଆମେ ଦେଖିବା ଗୋଟେ ଅନ୍ନ, ଶୁଣିବା ଗୋଟେ ଅନ୍ନ। ଯାହା ଗ୍ରହଣ କରୁଛେ, କେଉଁ ଜିନିଷ ଗୋଟେ ଆଣିବା, ତାହା ହିଁ ଅନ୍ନ। ଦର୍ଶନ ରୂପକର ଅନ୍ନ, ଶ୍ରବଣ ରୂପକ ଅନ୍ନ, ଏମିତି ଅନେକ ପ୍ରକାର ଅନ୍ନ ଅଛି। ତେଣୁ ଆମେ ସାତ୍ଵିକ ଖାଦ୍ୟ ନ ଖାଇଲେ କାୟ ଶୁଦ୍ଧି ହେବ ନାହିଁ। କାୟ ଶୁଦ୍ଧି ନହେଲେ ସାଧନାଟା ତ ଦେହର ହୁଏ। ଶରୀର, ପୂର୍ବ ସତ୍ସଙ୍ଗରେ ଆମେ କହିଥିଲୁ, ମନ ଆଉ ଶ୍ୱାସ ପ୍ରଶ୍ୱାସକୁ ନେଇ ଆମକୁ ସାଧନା କରିବାକୁ ପଡ଼େ। ତେଣୁ ଆମ ମନ ଯଦି ରାଜସିକ ଖାଦ୍ୟ ଖାଇଲେ, ତାମସିକ ଖାଦ୍ୟ ଆମେ ଖାଇଲେ, ଆମ ମନ ଭିତରେ ସାତ୍ଵିକ ଭାବ କେତେବେଳେ ଆସିବ ନାହିଁ। ସମସ୍ତେ ଦେଖିଥିବେ ପର୍ବପର୍ବାଣୀରେ ଅରୁଆ ଭାତ, ଡାଲମା, ଖଟା କ୍ଷୀରି ଖାଇଲେ କେମିତି ଲାଗେ। ଅଲଗା ଦିନ ମାନଙ୍କରେ ନନଭେଜ ଖାଇଲେ କେମିତି ମନର ପବିତ୍ରତା ଆସେ, ନିଜେ ଅନୁଭବ କରିଥିବେ। କାହାକୁ କହିବା ଦରକାର ନାହିଁ। ଦେଖନ୍ତୁ, ପୋଷାକ ମଧ୍ୟ ସେଇଭଳି ସାତ୍ଵିକ, ରାଜସିକ, ତାମସିକ। ଧଳା ପୋଷାକ ପିନ୍ଧିବାଟା ସାତ୍ଵିକ, କି ଗୋଟିଏ କଲ ଗେରୁଆ ପିନ୍ଧିବାଟା ସାତ୍ଵିକ। ପର୍ବପର୍ବାଣୀରେ କି ଠାକୁର ପୂଜାରେ ଆମେ ସାତ୍ଵିକ ପୋଷାକ ପିନ୍ଧିଲେ କେମିତି ଲାଗୁଛି? ଅଲଗା ଦିନ ମାନଙ୍କରେ ଯୋଉ ପୋଷାକ ଆମେ ପିନ୍ଧୁଛେ, ଆମ ମନକୁ କେମିତି ଆନନ୍ଦ ଦଉଛି। ତେଣୁ ପୁରା ସାତ୍ଵିକ ଖାଦ୍ୟ, ସାତ୍ଵିକ ପୋଷାକ, ସାତ୍ଵିକ ପରିବେଶ ଆଉ ସାତ୍ଵିକ ଚିନ୍ତା, ଈଶ୍ୱର ଚିନ୍ତାକୁ ହିଁ ସାତ୍ଵିକ ଚିନ୍ତା କୁହାଯାଏ। ଯଦି ଜୀବନ ଅତିବାହିତ କରିବା, ତାହେଲେ ଆମେ ଠିକ ଭାବରେ ଈଶ୍ୱରଙ୍କୁ ସାଧନା କରିପାରିବା। ଈଶ୍ୱର ପ୍ରାପ୍ତି ପାଇଁ ଆମ ଭିତରେ ଶ୍ରଦ୍ଧା ଓ ବ୍ୟାକୁଳତାଟା ହିଁ ଆସିବ। ତାପରେ ତତ୍ତ୍ୱ ଗୁରୁଙ୍କର ସାନ୍ନିଧ୍ୟ